ପଣସ ବା ପଣସ କଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ। ମୁଁ ଏଠି ଗୋଟେ ପଣସ କଠା ନେଇଛି। ପଣସ କଠାକୁ କାଟି ନେଇକି ଧୋଇ ନେଇଛି। କଢ଼େଇରେ ପାଣି ଦେଇଦେବା। ପଣସ କଠା ଆଳୁକୁ କାଟିକି ରଖିଥିଲି ଚୋପା ଛଡ଼େଇକି ତାକୁ ଦେଇଛି। ତାକୁ ଦେଇକି ଅଳ୍ପ ଲୁଣ ହଳଦୀ ଗୁଣ୍ଡ ଦେଇଛି। ହଳଦୀ ଗୁଣ୍ଡ ଦେଇକି ତାକୁ ଗୋଳେଇ ନେବା। ଗୋଳେଇକି ତାକୁ ଘୋଡ଼ଣି ଲଗେଇକି ସିଝିବାକୁ ଛାଡ଼ିଦେବା। ମୁଁ ଏଠି କିଛି ମସଲା ପାଇଁ କଟା ପିଆଜ ରସୁଣ ଅଦା ନେଇଛି। ଘୋଡ଼ଣି କାଢ଼ିକି ଥରେ ଚେକ୍ କରିନେବା ସିଝିଲା କି ନାହିଁ। ସିଝିଗଲା ପରେ ଗୋଟେ ଜାଗାକୁ ମୁଁ ପଣସ କଠା ଆଳୁକୁ କାଢ଼ି ନେଇଛି। କଢ଼େଇରେ ଅଳ୍ପ ତେଲ ଦେଇଦେବା। ଅଳ୍ପ ତେଲ ଦେଇକି ପଣସ କଠା ଆଳୁକୁ ଦେଇକି ଭାଜିବା। ପଣସ କଠା ଆଳୁକୁ ହାଲକା କରିକି ଭାଜି ନେବା। ଅଧିକ ଲାଲ ହେଲା ପର୍ଯ୍ୟନ୍ତ ଭାଜିବା କିଛି ଆବଶ୍ୟକ ନାହିଁ। ଅଳ୍ପ ହାଲକା କରି ଭାଜିଲେ ଖାଇବାକୁ ବହୁତ ଭଲ ଲାଗିଥାଏ। ପଣସ କଠା ଆଳୁ ଆମର ହାଲକା ଭାଜି ହୋଇଗଲାଣି। ମୁଁ ଏବେ ଗୋଟେ ଜାଗାକୁ କାଢ଼ି ନେବି। ଗୋଟେ ଜାଗାରେ ମୁଁ ପଣସ କଠା ଆଳୁକୁ କାଢ଼ି ନେଇଛି। କଢ଼େଇରେ ଅଳ୍ପ ତେଲ ଦେଇଦେବା। ସେଥିରେ ଅଳ୍ପ ଚିନି କଟା ପିଆଜ ଦେଇଛି। କଟା ପିଆଜ ଦେଇକି ଭାଜିବା ଯେମିତି ପିଆଜର କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ। ପିଆଜର କଲର୍ ଚେଞ୍ଜ ହୋଇଗଲାଣି। ମୁଁ ଏଠି ଲୁଣ ଦେଇଛି। ହଳଦୀ ଗୁଣ୍ଡ ଦେଇଛି। ଏଠି ରେଡ୍ ଚିଲି ପାଉଡର ଦେଇକି ତାକୁ ଭାଜିବା। ଭାଜି ହୋଇଗଲା ପରେ ସେଥିରେ ଗୋଟିଏ ବଡ଼ ଚାମଚ ଅଦା ରସୁଣର ପେଷ୍ଟ ଦେଇଛି। ଅଦା ରସୁଣର ପେଷ୍ଟ ଦେଇକି ତାକୁ କଷିବା। ଅଦା ରସୁଣର ଗନ୍ଧ ଯିବା ପର୍ଯ୍ୟନ୍ତ ଆମେ କଷିବା। ସେଥିରେ କଟା ଟମାଟୋ ସିଝିଗଲା ପରେ ମୁଁ ଏଠି ଗୋଟିଏ ବଡ଼ ଚାମଚ ଗରମ ମସଲା ଦେଇଦେବି। ଗରମ ମସଲା ଦେଇକି ଆମେ ଟିକେ କଷି ନେବା। କଷି ହୋଇଗଲା ପରେ ରଖିଥିବା ଗ୍ରୀନ୍ ମଟର ମୁଁ ଦେଇଛି। ଗ୍ରୀନ୍ ମଟରକୁ ଦେଇକି ସେଥିରେ ଭଲ କିନି ମିଶାଇ ନେବା। ମସଲା ସହିତ ଗ୍ରୀନ୍ ମଟର ମିଶିଗଲାଣି। ପଣସ କଠା ଆଳୁକୁ ଦେଇଦେବା। ପଣସ କଠା ଆଳୁକୁ ଦେଇକି ସେଥିରେ ଭଲ କିନି ମିଶାଇକି ଆଉ ଟିକେ କଷି ନେବା। ଏଠି ମସଲା ଲାଗିବା ପାଇଁ ଆପଣ ଟିକେ ପାଣି ଦେଇପାରନ୍ତି। ପାଣି ଦେଲେ ମସଲା ସହିତ ଭଲ କିନି ମିଶିଯିବ। ମୁଁ ଏଠି ଅଳ୍ପ ପାଣି ଦେଇକି ତାକୁ କଷି ନେଇଛି। ଦେଖନ୍ତୁ ପଣସ କଠା ଆଳୁ ଆଉ ଗ୍ରୀନ୍ ମଟର ସମ୍ପୂର୍ଣ୍ଣ ଭଲ କିନି କଷି ହୋଇଗଲାଣି। ଆପଣ ଚାହିଁବେ ଯଦି ଏଥିରେ କିଛି ଧଣିଆ ପତ୍ର ନହେଲେ କସ୍ତୁରୀ ମେଥି ଦେଇପାରନ୍ତି। ଦେଲେ ତାର ସ୍ୱାଦ ଆହୁରି ବଢ଼ିଯିବ। ମୁଁ ଏଠି ଗୋଟେ ଜାଗାକୁ କାଢ଼ି ନେଇଛି। ପଣସ କଠା ଆଳୁ ଗ୍ରୀନ୍ ମଟର କଷା ଏକଦମ ରେଡି। ଆପଣ ରୁଟି ଭାତ କିମ୍ବା ପରଟା ସହିତ ଖାଇଲେ ବହୁତ ଭଲ ଲାଗିବ। ଥରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ।